नमस्कार सांग माने आज मु आपण मानक पई ताଳରେ पोड़ पिठा प्रस्तुत करी आनी आपण माने लाउ पोड़ पिठा चाउल पोड़ पिठा बहुत प्रकार पोड़ पिठा खाइथिबे हेले मो स्टाइल ले थरे ताଳ ପୋଡ଼ ପିଠା ପ୍ରସ୍ତୁତ କରନ୍ତୁ ଓ ଏହାର ମଜା ନିଅନ୍ତୁ। ଚାଲନ୍ତୁ ମୁଁ କେମିତି ପ୍ରସ୍ତୁତ କରୁଛି ଆପଣମାନଙ୍କ ପାଖରେ ସେୟାର କରୁଛି। ସେଥିପାଇଁ ମୁଁ କିଛି ଦୁଇଟି ତାଳର ମଣ୍ଡ କାଢ଼ି ନେଇଛି, ସେସବୁକୁ ଦେଖନ୍ତୁ ମୁଁ ଦେଖେଇ ଦେଉଛି। ଏବେ ସେସବୁକୁ ଗୋଟିଏ କଢ଼େଇରେ ଦେଲି, କଢ଼େଇରେ ଦେଲା ପରେ ତାହା ଫୁଟ ଆସିଲା ପରେ ଫୁଟିବା ପାଇଁ ଛାଡ଼ିବା। ଦେଖନ୍ତୁ ତାହା ଫୁଟିବା ପାଇଁ 5 ମିନିଟ୍ ଛାଡ଼ିଥିଲି। ଫୁଟିଲା ପରେ ସେଠି କାଟି ରଖିଥିବା ନଡ଼ିଆ ଓ ଛେଞ୍ଚି ରଖିଥିବା 1 ଇଞ୍ଚର ଅଦା ଓ ସ୍ୱାଦ ଅନୁଯାୟୀ ଲୁଣ ସେସବୁକୁ ଦେଲି। ସେସବୁକୁ ଦେଲା ପରେ ଭଲସେ ଫୁଟିଲା ପରେ ଏବେ ସେଥିରେ ମୁଁ ଚିନିକୁ ଦେଲି। ମିଠା ଆପଣମାନେ ଯେଉଁପରି ଭାବରେ ଖାଇବା ପାଇଁ ଇଚ୍ଛା ଆପଣମାନେ ସେଇ ମୁତାବକ ଚିନିକୁ ଦେବେ ଓ ଚିନି ବଦଳରେ ଆପଣମାନେ ଗୁଡ଼ ମଧ୍ୟ ଦେଇପାରନ୍ତି। ଏବେ ଜନ୍ତୁଣି ପ୍ରସ୍ତୁତ କରିବା। ଜନ୍ତୁଣି ପ୍ରସ୍ତୁତ କରିବା ପାଇଁ ମୁଁ ଅଳ୍ପ ଅଳ୍ପ କରି ଚୁନାକୁ ସେଥିରେ ଦେଲି। ଦେଖନ୍ତୁ ମୁଁ ଅଳ୍ପ ଅଳ୍ପ କରି ଚୁନାକୁ ସେଥିରେ ଦେଲି। ଏବେ ଦେଖନ୍ତୁ ଜନ୍ତୁଣି ଏବେ ପ୍ରସ୍ତୁତ ହେଇସାରିଛି। ଆପଣମାନଙ୍କୁ ଏହି ରେସିପି କେମିତି ଲାଗିଲା ମତାମତ ଜଣାଇବେ। ଯଦି ଭଲ ଲାଗିଥାଏ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଓ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ଯିବେ। ଦେଖନ୍ତୁ ଜନ୍ତୁଣି ଏବେ ପ୍ରସ୍ତୁତ ହେଇସାରିଛି। ଏବେ ଏହାକୁ ପୋଡ଼ପିଠା କରିବା। ପୋଡ଼ପିଠା କରିବା ପାଇଁ ମୁଁ ଆଉ ଗୋଟିଏ କଢ଼େଇ ବସିଛି। କଢ଼େଇରେ ମୁଁ କିଛି ତେଲକୁ ଦେଲି। ଦେଖନ୍ତୁ ମୁଁ କିଛି ତେଲକୁ ଦେଲି। ଆପଣମାନେ ଯଦି ତେଲ ନ ଦେଇ ଘିଅ ଦେବା ପାଇଁ ଇଚ୍ଛା ଘିଅ ମଧ୍ୟ ଦେଇପାରନ୍ତି। ତେଲ ଦେଲା ପରେ ମୁଁ ଖୁସୁଣି ସାହାଯ୍ୟରେ କଢ଼େଇର ଚାରିପାଖରେ କରିଦେଲି। ଦେଖନ୍ତୁ ପୋଡ଼ପିଠା ଯେତେ ଯାହା ରହିବ ମୁଁ ସେତେ ମୁତାବକ ତେଲକୁ ଚାରିପାଖେ ଦେଇଦେଲି। ଏବେ ଆଗରୁ ଜନ୍ତୁଣି କରି ରଖିଥିବା ଜନ୍ତୁଣିକୁ ତା ଉପରେ ଦେଲି। ଦେଖନ୍ତୁ ଜନ୍ତୁଣିକୁ ତା ଉପରେ ମୁଁ ଦେଲି। ଏହିପରି ଭାବରେ ସବୁ ଜନ୍ତୁଣିକି ଦେଇଦେଲି ଓ ଉଦା ହାତ କରି ତାହାକୁ ଭଲସେ ମୁଁ ଚାପିଦେଲି ଓ ଭଲସେ ସମାନ କରିଦେଲି। ଦେଖନ୍ତୁ ପୋଡ଼ପିଠା ଯେପରି ଭାବରେ ସମାନ ହୁଏ ସେହିପରି ଭାବରେ ମୁଁ କରିଦେଲି। ଏବେ ତାକୁ କଭର କରି 40ରୁ 45 ମିନିଟ୍ ପିଠା ହେବା ପାଇଁ ଛାଡ଼ିଲି। ଦେଖନ୍ତୁ ମୁଁ 40 ମିନିଟ୍ ପରେ ଆପଣମାନଙ୍କୁ ଦେଖିଦେଉଛି। ପିଠା ଏବେ ପ୍ରସ୍ତୁତ ହେଇସାରିଛି। ଏବେ ମୁଁ ଗୋଟିଏ ଛୁରୀ ସାହାଯ୍ୟରେ ଆପଣମାନଙ୍କୁ ଦେଖିଦେଉଛି। ଦେଖନ୍ତୁ ଛୁରୀର 2 ସାଇଡ଼୍ ମୁଁ ଦେଖିଦେଉଛି ଆଉ କିଛି ଲାଗିନାହିଁ, ମାନେ ପିଠା ଏବେ ପ୍ରସ୍ତୁତ ହେଇସାରିଛି। ଏବେ ଅନ୍ୟ ପଟକୁ ଲେଉଟେଇ ଦେବା। ମୁଁ ଅନ୍ୟ ପଟକୁ ମଧ୍ୟ ଲେଉଟେଇ ଦେଲି, କାହିଁକିନା 2 ପଟ ପୋଡ଼ିଲେ ପିଠାଟି ବହୁତ ସୁନ୍ଦର ହେବ। ସେଥିପାଇଁ ମୁଁ ଅନ୍ୟ ପଟକୁ ଲେଉଟେଇ ଦେଲି। ଏବେ ପିଠାଟି ପ୍ରସ୍ତୁତ ହେଇସାରିଛି। ଅନ୍ୟ ପଟକୁ 10ରୁ 15 ମିନିଟ୍ ହେଲା ପରେ ଗ୍ୟାସକୁ ବନ୍ଦ କରିଦେବେ। ପିଠା ଏବେ ପ୍ରସ୍ତୁତ ହେଇସାରିଛି। କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାଇବେ ଓ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ଯିବେ।